ରାସନ କାର୍ଡକୁ ନେଇ ସରକାର କଲେ ବହୁତ ବଡ଼ ଘୋଷଣା। ଦେଖନ୍ତୁ, ଯଦି ଆପଣମାନେ ଜଣେ ରାସନ କାର୍ଡଧାରୀ ଆଉ ଆପଣମାନେ ଏଇ ରାସନ କାର୍ଡ ଦ୍ୱାରା ମାଗଣାରେ ରାସନ ପାଉଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। କାରଣ ସରକାର 79ତମ ସ୍ୱାଧୀନତା ଦିବସରେ ରାସନ କାର୍ଡ ଧାରକମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆଣିଛନ୍ତି କି ରାସନ କାର୍ଡରେ ଯେଉଁମାନେ ଆଗରୁ ଚାଉଳ ପାଉଥିଲେ ସେମାନଙ୍କୁ ଆଗକୁ ରାସନ କାର୍ଡ 5 କିଲୋ ଚାଉଳ ଅଧିକ ମିଳିବାକୁ ଯାଉଛି। ତେବେ ରାସନ କାର୍ଡରେ 5 କିଲୋ ଚାଉଳ କୋଉମାନେ ପାଇବେ ଆଉ କେବେଠାରୁ ମିଳିବ ଆଉ ଏଥିପାଇଁ କଣ ଆସିଛି ଅପଡେଟ୍, ଆସନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସରେ ଦେଖିବା। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଏ ବିଷୟରେ ଡିଟେଲ୍ସରେ କହିବାକୁ ଯାଉଛି, ସେଥିପାଇଁ ଭିଡ଼ିଓକୁ ସ୍କିପ୍ କରିବେନି, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରିବେ। ଆଉ ଯଦି ଆପଣମାନେ ମୋର ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖିଥାନ୍ତୁ, ଯାହାଫଳରେ ଏହିଭଳି ଯାହାବି ସରକାରଙ୍କ ତରଫରୁ ନୂଆ ନୂଆ ଯୋଜନା କିମ୍ବା ନୂଆ ନୂଆ ଅପଡେଟ୍ ଆସିବ ତାହାର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଦେଖନ୍ତୁ, ଗରିବ ଲୋକଙ୍କୁ ମିଳିବ ଅଧିକ 5 କିଲୋ ଚାଉଳ। ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଗରିବ ଲୋକଙ୍କୁ ଦିଆଯିବ ଅଧିକ ଚାଉଳ। ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପଛୁଆ ଅଞ୍ଚଳ ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗରିବ ଲୋକଙ୍କୁ ଅଧିକ ଚାଉଳ ଯୋଗାଇ ଦେବେ ମୋହନ ସରକାର। 79ତମ ସ୍ୱାଧୀନତା ଦିବସ ଅବସରରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଦେ ଆଗକୁ ନେଇ 11ଟି ଜିଲ୍ଲାର 27 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 3 ମାସ ପାଇଁ ମାସିକ 5 କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ସେ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ଅନୁଯାୟୀ 8ଟି କେବିକେ ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହି ମାଗଣା ଅତିରିକ୍ତ 5 କିଲୋ ଚାଉଳ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଗାନ୍ଧୀ ମାର୍ଗରେ ଲୋକଙ୍କ ଉଦ୍ଦେଶ୍ୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ 79ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟର ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି ସାଧାରଣ ଲୋକେ। ଦେଖନ୍ତୁ, କୋଉମାନେ ରାସନ କାର୍ଡରେ ଆଉ ଅତିରିକ୍ତ 5 କିଲୋ ଚାଉଳ ଅଧିକ ପାଇବେ, ଯୋଉମାନେ ପଛୁଆ ଅଞ୍ଚଳରେ ବସବାସ କରୁଛନ୍ତି। ଯେମିତିକି ଏଠାରେ ମଧ୍ୟ ମେନସନ କରାଯାଇଛି କି 8ଟି କେବିକେ ଅଞ୍ଚଳ, ଯାହାକି ଆପଣମାନଙ୍କର ରହିଛି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏଣ୍ଡ ରାୟଗଡ଼ା, ଆଉ ବୌଦ୍ଧ, କନ୍ଧମାଳ, ଗଜପତି ଏମିତି 11ଟି ଜିଲ୍ଲାର ଲୋକମାନଙ୍କୁ ଏହି ରାସନ କାର୍ଡରେ ଆହୁରି ଅତିରିକ୍ତ 5 କିଲୋ ଚାଉଳ 3 ମାସ ପର୍ଯ୍ୟନ୍ତ ପାଇପାରିବେ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି 79ତମ ସ୍ୱାଧୀନତା ଦିବସରେ ଘୋଷଣା କରିଛନ୍ତି।